ଆଜ୍ଞା ଆପଣ ପରିଚୟ ଦେବେ। ଆଜ୍ଞା ମୋ ନାଁ କାହ୍ନୁଚରଣ ଭୂୟାଁ, ମୋ ଗ୍ରାମ ପୂଜାସି। ଆଜି ମୁଁ ଗ୍ରିଭେନ୍ସକୁ ଆସିଥିଲି ଯେ ଆମ ପଞ୍ଚାୟତର କୁଣ୍ଡେଇସିଂ ଗ୍ରାମରେ ଗତ 16/9/2025 ଠାରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଥିସକାଶେ ପ୍ରଶାସନକୁ ଆଜି ପର୍ଯ୍ୟନ୍ତ ଗତ 4 ମାସ ହେଲା ଆମେ ଅଭିଯୋଗ କରି ଆସୁଥିବା ସତ୍ତ୍ୱେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ପାଇପାରୁନାହୁଁ। ଆଉ ଏ ସକାଶରେ ମୁଁ ଜିଲ୍ଲାପାଳଙ୍କୁ ପଚାରିଲି, ତ ଜିଲ୍ଲାପାଳ RD ପଚାରି ବୁଝିଲେ ଯେ ବିଦ୍ୟୁତ ସଂଯୋଗୀକରଣ କେବେ ହେଇପାରିବ। RD ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କହୁଛନ୍ତି କି ପୁଣି 2 ମାସ ଲାଗିବ। ଦେଖନ୍ତୁ ପ୍ରଶାସନ କେତେ ତତ୍ପର ଅଛି ଗରିବ ଆଦିବାସୀ ମାନଙ୍କୁ ବିଦ୍ୟୁତ ସଂଯୋଗୀକରଣ କରିବା ପାଇଁ, ଯୋଉଥିରେ କି ସେମାନଙ୍କ କିଛି ଭୁଲ ନାହିଁ। ସେ ଲୋକାଲ କଣ୍ଟ୍ରାକ୍ଟର ଯିଏ କାମ କରୁଛି ସେ ହିଁ ଭାଙ୍ଗିଛି ସେ ଖମ୍ବ ଗୁଡାକ, ପୋଲ, ଇଲେକ୍ଟ୍ରିକ ପୋଲ ଗୁଡାକ। ବର୍ତ୍ତମାନ ତାର ସଂଯୋଗୀକରଣ ପାଇଁ TPSODL କହୁଛି RD କରିବ, RD କହୁଛି TPSODL କର। ଏ ଡିପାର୍ଟମେଣ୍ଟ ଭିତରେ ସାମଞ୍ଜସ୍ୟତା ନ ରହିବା ହେତୁ ଏ ପ୍ରକାର ଅସୁବିଧା ଉପୁଜିଛି। ତ କଣ କହିବେ ଆପଣ? ଏବେ ତ ଗ୍ରିଭେନ୍ସ ଦେଇକି ଗଲି, ସେ କହୁଛନ୍ତି 2 ମାସ ହବ। ମୁଁ କାହିଁ ସେଥିରେ ସହମତ ନୁହଁ। ଆଉ ଏବେ ଯିବୁ ଆମେ ଗାଁରେ ବସି କଥା ହବୁ, ନହେଲେ ଆଗାମୀ ଦିନ ଆମେ ରାସ୍ତା ରୋକ କରିକି ଜିଲ୍ଲାପାଳ ଅଫିସ ଘେରାଉ କରୁ ଯେତେବେଳେ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗୀକରଣ ମିଳିନି।